ଦୁଃଖରେ ଅଙ୍ଗନବାଡ଼ି କର୍ମୀ କେବେ ଶୁଣିବେ ସରକାର ତାଙ୍କ ମାନଙ୍କର ଦୁଃଖ ପୁରା ଖବର ଜାଣିବା ଆଜି ଏହି ଭିଡ଼ିଓ ମାଧ୍ୟମରେ। ଦୁଃଖରେ ଅଙ୍ଗନବାଡ଼ି କର୍ମୀମାନେ ରହିଛନ୍ତି, କେବେ ସରକାର ତାଙ୍କ ମାନଙ୍କର ଖବର ଶୁଣୁଛନ୍ତି, ଚାଲନ୍ତୁ ଜାଣିବା ଆଜି ଏହି ଭିଡ଼ିଓ ମାଧ୍ୟମରେ। ନମସ୍କାର ବନ୍ଧୁଗଣ, ଆପଣମାନେ ଦେଖୁଛନ୍ତି ଆମ ଚ୍ୟାନେଲ କାହ୍ନା ରିପୋର୍ଟରକୁ। ଆଜି ଏହି ଭିଡ଼ିଓରେ ଆମେ କଥା ହେବା ଅଙ୍ଗନବାଡ଼ି କର୍ମୀଙ୍କର ଦୁଃଖ, ସେମାନଙ୍କର ସମସ୍ୟା ଏବଂ ସରକାରଙ୍କର ବ୍ୟବସ୍ଥାକୁ ନେଇ ଆସୁଥିବା ଅପଡେଟ୍ ବିଷୟରେ ଆଜି ଆମେ କଥା ହେବା ବା ଆଲୋଚନା କରିଦେବା। ତା ସହିତ ବନ୍ଧୁଗଣ, ଦୀର୍ଘ ଦିନ ଧରି ଅଙ୍ଗନବାଡ଼ି କର୍ମୀମାନେ ନିଜ ଅଧିକାର ଓ ସୁବିଧା ପାଇଁ ଆବଳ ବା ତାଙ୍କ ମାନଙ୍କର ଆବାଜ ଉଠାଇ ଆସୁଛନ୍ତି। ତା ସହିତ ତେବେ ସତ୍ୟ କ'ଣ ରହିଛି, ସରକାର କ'ଣ କରୁଛନ୍ତି, ଆସନ୍ତୁ ପୁରା ଖବର ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ଭିଡ଼ିଓଟିକୁ বা চ্যানেলটিকে নূয়া করে ভিজিট করলে পাখে থাকা সবসক্রাইব বটনটি অন করা সহ বেল নোটিফিকেশনটি অন করে দিও, কারণ আপন মানে এই টাইপর ইনফরমেটিভ ভিডিও পাইপারে এই চ্যানেল মাধ্যমে। চলতু যা ভিডিওটি আরম্ভ করা। অঙ্গনবাড়ি কর্মী কোণ, অঙ্গনবাড়ি কর্মী কোণ প্রথম ঠার আরম্ভ করা। বন্ধুগণ, অঙ্গনবাড়ি কেন্দ্র হেউছি গাঁ ও ছোট সহরের চালুথিবা এক গুরুত্বপূর্ণ সরকারি ব্যবস্থা। ଏହା ଗାଁରେ ଚାଲେ ମଧ୍ୟ, ସହରରେ ଚାଲେ ମଧ୍ୟ, ସବୁ ଦେଶର ସବୁ କୋଣ କୋଣ ଜାଗାରେ ମଧ୍ୟ ଅଙ୍ଗନବାଡ଼ି ସେବା ଚାଲିଥାଏ। ତା ସହ ଏଠାରେ ଶିଶୁମାନଙ୍କର ପୋଷଣ ସହିତ ଗର୍ଭବତୀ ମହିଳାମାନଙ୍କର ସେବା, ତା ସହିତ ଟୀକାକରଣ ସଚେତନତା, ତା ସହିତ ସ୍ୱାସ୍ଥ୍ୟ ରିପୋର୍ଟିଂ, ଏହିସବୁ କାମ କରିଥାନ୍ତି କିଏ? ଅଙ୍ଗନବାଡ଼ି କର୍ମୀମାନେ। ତା ସହିତ ଅଙ୍ଗନବାଡ଼ି କର୍ମୀମାନେ ଏହି ସବୁ କାମର ମୁଖ୍ୟ ଭୂମିକା ନିର୍ବାହନ୍ତି ବା ମୁଖ୍ୟ ଭୂମିକା ନେଇଥାନ୍ତି। ଅଙ୍ଗନବାଡ଼ି କର୍ମୀମାନେ ଏହିସବୁ କାର୍ଯ୍ୟର ଶିଶୁ ପୋଷଣ ଠାରୁ ଆରମ୍ଭ କରିକି କ'ଣ ସ୍ୱାସ୍ଥ୍ୟ ରିପୋର୍ଟିଂ ଯାଏଁ ଯେତିକ ସବୁ କାର୍ଯ୍ୟ ରହିଛି ସେମାନେ ସମସ୍ତ କାର୍ଯ୍ୟ କରିଥାନ୍ତି। ତା ସହିତ ସମସ୍ୟା ଗୁଡ଼ିକ କ'ଣ, ତାଙ୍କମାନଙ୍କର ସମସ୍ୟା କ'ଣ ବେଶୀ ରହୁଛି, ଖାସ୍ କରିକି ତ ମୁଁ ସମସ୍ତ ଭିଡ଼ିଓରେ ମଧ୍ୟ ଯେତେବେଳେ ବି ଅଙ୍ଗନବାଡ଼ି ମାନଙ୍କ ପାଇଁ କ'ଣ ନେଇକି ଆସେ, ଟପିକ୍ ନେଇକି ଆସେ ବା ତାଙ୍କର କୌଣସି ବି ଆସିକି ପହଞ୍ଚିଥାଏ କ'ଣ ଅପଡ଼େଟ୍, ତାହା ମଧ୍ୟରେ ମୁଁ ତାଙ୍କମାନଙ୍କର ସମସ୍ୟା ନିହାତି କହିଥାଏ। କାରଣ ନା ତାଙ୍କ ସମସ୍ୟା କହିଲେ କେତେବେଳେ ବି ଯଦି ସରକାରଙ୍କ ପାଖରେ ଭିଡ଼ିଓ ପହଞ୍ଚୁଛି, ଯାହା ବି ହେଲେ ନିହାତି ଏତେ ସାରା ଭିଡ଼ିଓ ପହଞ୍ଚିବା ପରେ ମଧ୍ୟ ଯାହା ବି ହେଲେ କିଛି ନା କିଛି ତାଙ୍କ ମାନଙ୍କ ପାଇଁ ସୁବିଧା ଆସିପାରେ। ତା ସହିତ ସମସ୍ୟା କ'ଣ କ'ଣ ରହିଛି ଚାଲନ୍ତୁ ଜାଣିନେବା। ବନ୍ଧୁଗଣ, ଏବେ ପ୍ରଶ୍ନ ହେଉଛି ସମସ୍ୟା କ'ଣ? ଅନେକ ରିପୋର୍ଟ ଓ ଖବର ଅନୁସାରେ କମ୍ ମାନଦେୟ ମିଳୁଛି, ତା ସହ ଅଧିକ କାର୍ଯ୍ୟଭାର ମିଳୁଛି, ତା ସହିତ ଡିଜିଟାଲ ରିପୋର୍ଟିଂ ଚାପ ମଧ୍ୟ ତାଙ୍କମାନଙ୍କର ମିଳୁଛି, ତା ସହିତ ଫିଲ୍ଡ କାମ ଅଧିକ ରହୁଛି। ଫିଲ୍ଡ କାମ ମାନେ ଯେଉଁଟା ସର୍ଭେ କାମ ଯେଉଁମାନେ କରୁଛନ୍ତି ସରକାରଙ୍କ ପକ୍ଷରୁ। ଏବେ ହେଇ ଇଲେକ୍ସନ୍ ଆସିକି ପହଞ୍ଚିବା ଆଉ ବର୍ଷେ କି 1.5 ବର୍ଷ ଭିତରେ, ତା ଭିତରେ ଏବେ ସବୁ କ'ଣ ভোটর কার্ড আইডি কু সর্ভে করা অঙ্গনবাড়ি কর্মী মানুষ কোণ দিয়াযাই, কার্য দিয়াযাই। সেমানে এবে ফিল্ড ভেরিফিকেসন করিকি ডকুমেন্ট নেইকি তাকে সবু কোণ অপডেট করাউছেন। তা সহিত টেকনিকাল সুবিধা অভাব মধ্য রয়েছে। তা সহিত টেকনিকাল সুবিধা মধ্য যে আসিকি লঞ্চ হেলানি টেকনিকাল হিসাবে সেমানে কার্য করুছেন, তাহা সুবিধা মধ্য অভাব রয়েছে। তা সহিত এই সবু দাবিকু নেইকি কর্মী মানে অসন্তুষ্ট প্রকাশ করুছেন। এই সবু দাবিকে নেইকি কর্মী মানে বহুত অসন্তুষ্ট প্রকাশ মধ্য করিছেন। তা সহিত দুঃখ কাহিকি বড়ুছি, কাহিকি দুঃখ বড়ুছি তাঙ্ক মানকর চালন্তু জানি নবা। বন্ধুগণ, এই সমস্যা হঠাৎ হই নাই, এ সমস্যা হঠাৎ হইনি কি সাঙ্গে সাঙ্গে চালি আসিছি। এ সমস্যা তাঙ্ক মানক পাই এ সমস্যা বহুত দিন হেলানি। ধীরে ধীরে কাম বড়ুছি, তা সহিত টেকনোলোজি আসুচি, তা সহিত কিন্তু ট্রেনিং সবুঠি সমান নুহে। ট্রেনিং সবু জায়গায় সমান আসু নাই। যদি টেকনোলোজি বড়ুছি সেই হিসাবে তাঙ্ক মানকু কর্মী মানকু কোণ ট্রেনিং দিয়া যাও নাই। এহা মধ্য কর্মী মানে কহিছন্তি তাঙ্ক দুঃখ কাহিনী বিষয়ে। তা সহিত অঞ্চলের ভিত্তিক সুবিধা ভিন্ন বলি অছি। আঞ্চলিক ভিত্তিক সুবিধা মধ্য সবু অঞ্চলের ভিত্তিক যে সুবিধা যে রয়েছে তা সবু ভিন্ন ভিন্ন রয়েছে বলি মধ্য কহিছন্তি। তা সহিত এহা হি মুখ্য কারণ যাহাকু অঙ্গনবাড়ি কর্মী মানে চাপ বড়ুছি বলি কহিবারে লাগিছন্তি। তাহা সহিত সরকারি পদক্ষেপ কোণ চালন্তু জানি নবা। সরকারক তরফরু অঙ্গনবাড়ি ব্যবস্থাকু নেই বিভিন্ন যোজনা আসিছি, তাঙ্ক পাই মিশন শক্তি সহযোগ আসিছি, তারপরে তাঙ্ক মানকু সেবা দেবা পাই মধ্য আসিছি, বহুত সারা কার্যক্রম মধ্য আসিকি পৌঁছিছি তাঙ্ক মানক পাই। ଏବେ ସବୁ ଆସିକି ଧୀରେ ଧୀରେ ପହଞ୍ଚିବାରେ ଲାଗିଛି। ତାହା ସହିତ କିଛି ରାଜ୍ୟରେ ମାନଦେୟ ବୃଦ୍ଧିକୁ ନେଇକି ମଧ୍ୟ ଆଲୋଚନା ଚାଲିଛି। ବହୁତ ସାରା ରାଜ୍ୟରେ ଏସବୁ କାର୍ଯ୍ୟ ଆସିବା ପରେ ବି ମଧ୍ୟ ତାଙ୍କମାନଙ୍କ ପାଇଁ ମାନଦେୟକୁ ନେଇକି ମଧ୍ୟ କିଛି ଆଲୋଚନା ମଧ୍ୟ ଚାଲିଛି ବହୁତ ସାରା ରାଜ୍ୟରେ। ତା ସହିତ ଓଡ଼ିଶାରେ ମଧ୍ୟ ସେ ମାନଦେୟକୁ ନେଇକି ତାଙ୍କମାନଙ୍କର ଆଲୋଚନା ମଧ୍ୟ ଚାଲିଛି ଓଡ଼ିଶାରେ ମଧ୍ୟ। ତା ସହିତ ଲୋକମାନଙ୍କ ମତ କ'ଣ ରହିଛି ଚାଲନ୍ତୁ ଜାଣିନେବା। କିଛି ଲୋକମାନଙ୍କ ମତ କ'ଣ ରହିଛି କର୍ମୀମାନଙ୍କ ଉପରେ। ବନ୍ଧୁଗଣ, ସାଧାରଣତଃ ଲୋକମାନେ କହୁଛନ୍ତି ଅଙ୍ଗନବାଡ଼ି କର୍ମୀମାନେ ଗାଁର ମୂଳ ସେବା ଦେଉ
ଅଛନ୍ତି। ତେଣୁ ସେମାନଙ୍କୁ ଆହୁରି ସହଯୋଗ ମିଳିବା ଦରକାର। ଗାଁର ମୂଳ ସେବା କେଉଁମାନେ ଦେଉଛନ୍ତି? ଅଙ୍ଗନବାଡ଼ି କର୍ମୀମାନେ। ଏଇଟା ଆପଣମାନଙ୍କ ଠାରୁ କେହି ବି ଭଲରେ ଜାଣିନଥିବେ। ଗାଁ ସେବା କ'ଣ, ସହର ସେବା କ'ଣ, ସବୁଠି ସେବା ଅଙ୍ଗନବାଡ଼ି କର୍ମୀମାନେ ହିଁ ଦେଇଥାନ୍ତି। ତାଙ୍କମାନଙ୍କର କ'ଣ ଆହୁରି ସହଯୋଗ ମିଳିଲେ ତାଙ୍କମାନଙ୍କର ମିଳିବା ଆବଶ୍ୟକ ବୋଲି ଲୋକମାନେ କହିବା ପାଇଁ ଲାଗିଛନ୍ତି। ତାଙ୍କୁ ଆହୁରି ସହଯୋଗ ବା ସୁଦୃଢ଼ କରିବା ପାଇଁ ସରକାରଙ୍କ ପାଖରେ ନିବେଦନ କରୁଛନ୍ତି। କେଉଁମାନେ? ଲୋକମାନେ ମଧ୍ୟ ସରକାରଙ୍କ ପାଖରେ ନିବେଦନ କରୁଛନ୍ତି କି ଅଙ୍ଗନବାଡ଼ି କର୍ମୀମାନଙ୍କର କ'ଣ ସହଯୋଗ ମିଳିବା ନିହାତି ଆବଶ୍ୟକ। ତା ସହିତ କିଛି ଲୋକ କହୁଛନ୍ତି ଯେ ଏହି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ବା ସୁଧାର କରିବା ନିହାତି ଆବଶ୍ୟକ। ଏଇ ଯେଉଁ ବ୍ୟବସ୍ଥା ରହିଛି ତାକୁ ଆହୁରି ସୁଧାର ଆଣିବା ନିହାତି ଆବଶ୍ୟକ। ତା ସହିତ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସୁଦୃଢ଼ କରିବା ସହିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବି ସୁଦୃଢ଼ କରିବା ନିହାତି ଆବଶ୍ୟକ। କାରଣ ନା ସେମାନେ ସେବା ଦେଇପାରିବେ, ଯାହା ଫଳରେ ଗ୍ରାମବାସୀ ହେଉ ବା ସହରବାସୀ ହେଉ ବା ଦେଶର କୌଣସି ବି ବାସୀ ହେଉ, ଦେଶ ସାରା ଯେତେକ ସାରା ବି ଲୋକ ହୁଅନ୍ତୁ, ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ୱାରା ହିଁ କ'ଣ ସହଯୋଗ ପାଇପାରିବେ। ବା ଯଦି ସୁଦୃଢ଼ ହେଉଛନ୍ତି ଅଙ୍ଗନବାଡ଼ି କର୍ମୀମାନେ, ତାଙ୍କମାନଙ୍କର ମାନଦେୟ ବଢ଼ିଯାଉଛି, ତାଙ୍କମାନଙ୍କର ଦୁଃଖ ସମସ୍ୟା ସମସ୍ତ ହଟିଯାଉଛି, ତାହେଲେ ଆହୁରି ଉନ୍ନତି ହେବ। ଧୀରେ ଧୀରେ ଗ୍ରାମାଞ୍ଚଳରେ ବହୁତ ଉନ୍ନତି ହେବ। ଆପଣମାନେ ବି ନିଜେ ଦେଖିନେବେ। କାରଣ ନା ତାଙ୍କମାନଙ୍କର ଯଦି ସମସ୍ୟା ଦୂର ହୋଇଯାଉଛି ତାହେଲେ ତାଙ୍କ କାମ କରିବା ପାଇଁ ଆହୁରି ଉତ୍ସାହ ମିଳିବ ବା ପ୍ରୋତ୍ସାହନ ମିଳିବ କି ଆମେ ଆହୁରି କାର୍ଯ୍ୟ କଲେ ଆମକୁ ଆହୁରି କ'ଣ ମାନଦେୟ ବଢ଼ିପାରେ କି ଆମମାନଙ୍କର ଆହୁରି ସମସ୍ୟା ଦୂର ହୋଇପାରେ। ତେଣୁ ସେମାନେ ଆହୁରି ଅଧିକ କାର୍ଯ୍ୟ କରିବେ, ଯାହାଫଳରେ ଗ୍ରାମର ଉନ୍ନତି ମଧ୍ୟ ଆହୁରି ହେବା ପାଇଁ ଲାଗିବ। ସର୍ଭେ ମାଧ୍ୟମରେ ଜାଣିଥିବେ ଆପଣମାନେ, ମୁଁ ଆପଣମାନଙ୍କୁ କହୁଛି, ଲାଷ୍ଟ ସଇଲାଣି ତ ଭିଡ଼ିଓ ଆପଣମାନଙ୍କର ଯେତିକ ଥିଲା ସମସ୍ତ ସମାପ୍ତି ହୋଇଯାଇଛି, କିନ୍ତୁ ଆପଣମାନଙ୍କୁ ଲାଷ୍ଟରେ ମୁଁ ଆପଣମାନଙ୍କୁ କହୁଛି ସର୍ଭେ ମାଧ୍ୟମରେ ଗାଁ ଏବଂ ସହରର ବହୁତ ଉନ୍ନତି ହୋଇଥାଏ। ସର୍ଭେ କ'ଣ? ଅଙ୍ଗନବାଡ଼ି କର୍ମୀମାନେ ଯେଉଁ ରିପୋର୍ଟ ବନାଇକି ସରକାରଙ୍କ ପାଖରେ ବା ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରନ୍ତି ସେଇଟା ହେଉଛି ସର୍ଭେ। ସେ ସର୍ଭେ ମାଧ୍ୟମରେ କ'ଣ ଗାଁର ଉନ୍ନତି ମଧ୍ୟ ହୋଇଯାଇଥାଏ। କେଉଁ ଗାଁରେ ଯଦି କିଛି ଅସୁବିଧା ରହିଛି, କେଉଁଠି କିଛି କାର୍ଯ୍ୟ କରାଯାଉ ନାହିଁ, ସେ ସର୍ଭେ ମାଧ୍ୟମରେ ହିଁ ତାଙ୍କମାନଙ୍କର ଗାଁର ଉନ୍ନତି ସହ ସହରର ମଧ୍ୟ ଉନ୍ନତି ହୋଇଥାଏ। ତାଙ୍କମାନଙ୍କ ପାଇଁ ହିଁ ହୋଇଥାଏ। କାରଣ ନା ସେମାନେ ସର୍ଭେ ରିପୋର୍ଟରେ ଯାହା ହିଁ ନିର୍ଦ୍ଧାରଣ କରିଥିବେ ବି, ଯାହା ହିଁ ଦେଇଥିବେ ସେହି ହିସାବରେ କାର୍ଯ୍ୟକାରୀ ହୋଇଥାଏ ରାଜ୍ୟ ସରକାରଙ୍କ ଦ୍ୱାରା। ଏହା ତାଙ୍କମାନଙ୍କର ଗୋଟେ ମୁଖ୍ୟ କାର୍ଯ୍ୟ ରହିଥାଏ। ତା ସହିତ ସମସ୍ୟା କ'ଣ ମୁଁ ଆପଣମାନଙ୍କୁ ସମସ୍ତ ଜଣାଇ ଦେଇଛି। ତା ସହିତ ସମସ୍ତ ଯେତିକ ସାରା ଡିଟେଲ୍ସ ରହିଥିଲା ଅଙ୍ଗନବାଡ଼ି କର୍ମୀମାନଙ୍କର, ତାହା ଆପଣମାନଙ୍କୁ ଭଲ ଭାବରେ ଗୋଟେ ଗୋଟେ କରିକି ତାଙ୍କମାନଙ୍କର ସମସ୍ତ ଡିଟେଲ୍ସ ଆପଣମାନଙ୍କୁ ଜଣାଇ ଦେଇଛି। ଯଦି ଆପଣମାନେ ଏହି ଟାଇପ୍ର ଭିଡ଼ିଓ ଦେଖିବା ପାଇଁ ଚାହୁଁଛନ୍ତି ବା ଇନଫର୍ମେଟିଭ୍ ଭିଡ଼ିଓ ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ ଚ୍ୟାନେଲଟିକୁ ଜରୁର ସବସ୍କ୍ରାଇବ୍ କରିଦିଅନ୍ତୁ। ତାହା ସହିତ ଆମର ରହିଲା। ତେବେ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ ଦେଖିଲୁ ଅଙ୍ଗନବାଡ଼ି କର୍ମୀମାନଙ୍କର ଦୁଃଖ ଏବଂ ସେମାନଙ୍କର ସମସ୍ୟା। ଆପଣଙ୍କ ମତରେ ସରକାର କ'ଣ କରିବା ଉଚିତ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ସରକାର କ'ଣ କରିବା ଉଚିତ ତାଙ୍କମାନଙ୍କ ପାଇଁ ନିହାତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ନୋଟିଫିକେସନଟିକୁ ଅନ୍ କରିଦିଅନ୍ତୁ। କାରଣ ନା ପ୍ରତ୍ୟେକ ଦିନ ଆପଣମାନଙ୍କ ପାଇଁ ଇନଫର୍ମେଟିଭ୍ ଭିଡ଼ିଓ ଆସିକି ପହଞ୍ଚିବ। ସର୍ବପ୍ରଥମେ ଆପଣମାନେ ଦେଖିପାରିବେ। ଦେଖାବା ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ।